ପିଲାମାନେ ଚାହୁଁ ଚାହୁଁ 15 ତାରିଖ ସରିଗଲା ଏବଂ ସନ୍ଧ୍ୟା 6ଟା ବାଜିଗଲା, କିନ୍ତୁ ଏପର୍ଯ୍ୟନ୍ତ ରେଜଲ୍ଟ ଆସିଲା ନାହିଁ। ତେଣୁ ଯେଉଁ କଥା CHSE ତରଫରୁ ଆସିଥିଲା ଯେ 15 ତାରିଖ ଭିତରେ ରେଜଲ୍ଟ ବାହାରିବ, କିନ୍ତୁ 15 ତାରିଖ ସରିଲା କିନ୍ତୁ ରେଜଲ୍ଟ ବାହାରିଲା ନାହିଁ। ଏବଂ ଆମେ ଯଦି ଆଲୋଚନା କରିବା ତାହେଲେ ଆମେ ଜାଣିବା ଯେ ଗୋଟିଏ ଇନଫର୍ମେସନ୍ ଆସିଥିଲା ଯେ 15ରୁ 20 ଭିତରେ ବାହାରିବ ରେଜଲ୍ଟ। ଏଠି ଆମର ଗଣଶିକ୍ଷା ମନ୍ତ୍ରୀ ମଧ୍ୟ କହିଥିଲେ ଯେ ଏଇ ଚାଲିଛି, କାମ ଚାଲିଛି। ତେଣୁ ଆମେ ଯାହା ଡାଟା ନେଲୁ ଯେ CHSEର କାମ ଚାଲିଛି ଏବଂ CHSEର କାମ ଯେତେବେଳେ କମ୍ପ୍ଲିଟ୍ ହେଇଯିବ ସେତେବେଳେ ଗୋଟିଏ ଡେଟ୍, ଟେଣ୍ଟାଟିଭ୍ ଡେଟ୍ଟି ଆନାଉନ୍ସ ହେବ। ଯାହା ଜଣାପଡ଼ୁଛି ଏ 15ରୁ 20 ତାରିଖ ଭିତରେ ବାହାରିବ। ଅର୍ଥାତ୍ କହିବାକୁ ଗଲେ 16ରେ ବି ବାହାରିବ ନାହିଁ, 17ରୁ 20 ଗୋଟିଏ ଡେଟ୍ରେ ବାହାରିବ ବୋଲି ଯାହା ଜଣାପଡ଼ିଛି। ତାହେଲେ କ'ଣ କରିବା? ଆମେ ପେସେନ୍ସର ସହିତ, ଧୈର୍ଯ୍ୟର ସହିତ ଅପେକ୍ଷା କରିବା। ଏମିତି ବି ଆମର ଇନଫର୍ମେସନ୍ ଯେତେ ବି ଆମେ ନେଉଛୁ, ବିଭିନ୍ନ ପ୍ରକାର ଇନଫର୍ମେସନ୍ ଆସୁଛି। ତେଣୁ ଆମକୁ ଅପେକ୍ଷା କରିବାକୁ ପଡ଼ୁଛି। ଗୁଗୁଲରେ ସର୍ଚ୍ଚ କଲାବେଳକୁ ସେଇ 15 ମେ ବୋଲି ଲେଖା ଆସିଛି, କିନ୍ତୁ କାଲି ଯଦି ସର୍ଚ୍ଚ କରିବ ତାହେଲେ କିଏ ଲେଖିବ 16 ମେ। ତେଣୁ ଏମିତି ଭାବରେ ବିଭିନ୍ନ ପ୍ରକାରର ତାରିଖ ଆସୁଛି। ତେଣୁ ଏ ତାରିଖ ଗୁଡ଼ିକ ଭିତରେ ଆମେ ପଜଲ ହେଉଛେ, କିନ୍ତୁ ଆମେ ଚାହୁଁଛେ CHSE ତରଫରୁ ଗୋଟେ ଟେଣ୍ଟାଟିଭ୍ ଡେଟ୍, ଯେଉଁ ଡେଟ୍କୁ ଆମେ ଅପେକ୍ଷା କରିବା ଏବଂ ସେ ଡେଟ୍ ଯେପର୍ଯ୍ୟନ୍ତ ଘୋଷଣା ନ ହୋଇଛି ଆମ ଭିତରେ ଉତ୍କଣ୍ଠା ଲାଗି ରହିଛି ଯେ ଆମେ କ'ଣ କରିବା, କେଉଁ ଡେଟ୍ ଆସିବ। ତେଣୁ ସମସ୍ତଙ୍କ ଭିତରେ ସେଇ ଗୋଟିଏ କଥା ଯେ କେଉଁ ଦିନ ରେଜଲ୍ଟ ବାହାରିବ। CBSE ରେଜଲ୍ଟ ଅଲରେଡ଼ି ବାହାରି ସାରିଛି, CHSE ଓଡ଼ିଶାର ରେଜଲ୍ଟ କେବେ ବାହାରିବ? ରେଜଲ୍ଟ ନ ବାହାରିଥିବାରୁ ଅଭିଭାବକ, ଛାତ୍ରଛାତ୍ରୀ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀ ସମସ୍ତଙ୍କ ଭିତରେ ଗୋଟିଏ ସେଇ ଦୁଃଖ ଯେ ଏପର୍ଯ୍ୟନ୍ତ ଟେଣ୍ଟାଟିଭ୍ ଡେଟ୍ଟି ଜଣାପଡ଼ୁନାହିଁ। ତେଣୁ ଆମର ଗଣଶିକ୍ଷା ମନ୍ତ୍ରୀ ହୁଅନ୍ତୁ କିମ୍ବା ଆମର CHSE କଣ୍ଟ୍ରୋଲର ହୁଅନ୍ତୁ, ତେଣୁ ନିବେଦନ, ସମସ୍ତଙ୍କର ନିବେଦନ ଯେ ଗୋଟିଏ ଡେଟ୍, ଟେଣ୍ଟାଟିଭ୍ ଡେଟ୍ ଦିଆଯାଉ, ଯେଉଁ ଡେଟ୍ରେ କି ଆମେ ରେଜଲ୍ଟ ପାଇପାରିବା। ତେଣୁ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। କୌଣସି ବି ଅପଡ଼େଟ୍ ଯଦି ମିଳେ ତାହେଲେ ମୁଁ ଖବର କରିବି। ପିଲାମାନେ ଧୈର୍ଯ୍ୟର ସହିତ ଅପେକ୍ଷା କରିବ। ମୋର ବହୁତ ଭଲ ପିଲାମାନେ, ମୁଁ ବହୁତ ବହୁତ ଧନ୍ୟବାଦ ଦେଉଛି ସମସ୍ତେ ଯୋଡ଼ିଥିବାରୁ, ୱାଚ୍ କରୁଥିବାରୁ। ଏବଂ ଏଇଠି ମୁଁ କହି ରଖେ ଯେ ରେଜଲ୍ଟ ବହୁତ ଭଲ ହେବ। ରେଜଲ୍ଟ ମ୍ୟାକ୍ସିମମ୍ ପିଲା ପାସ୍ କରିବେ ଏବଂ ଗ୍ରେସ୍ ମାର୍କ ମଧ୍ୟ ଦିଆଯାଇଛି। ଏଇ କଥା ମୁଁ ବାରମ୍ବାର କହୁଥିବି ଏବଂ ତୁମର ସାହସକୁ ଦ୍ୱିଗୁଣିତ କରୁଥିବି। ତେଣୁ ଚାଲନ୍ତୁ ପେସେନ୍ସର ସହିତ, ଧୈର୍ଯ୍ୟର ସହିତ ଅପେକ୍ଷା କରିବା। କୌଣସି ଅପଡ଼େଟ୍ ହେଲେ ମୋ ସହିତ ଯୋଡ଼ିଥିବାରୁ ନିଶ୍ଚୟ ଅପଡ଼େଟ୍ଟି ପାଇବ। ଥ୍ୟାଙ୍କ ୟୁ ଭେରି ମଚ୍। ବନ୍ଦେ ଉତ୍କଳ ଜନନୀ।